जय जगन्नाथ जय कल्कीराम दर्शक बंधु आज आम पुनश्च जगन्नाथ तथा आश्रम कल्की मंदिर रे प्रांगण रे पहुंचीचु। आज भाया पवित्र दिवस प्रथमाष्टमी रे समस्त को शुभकामना। तेणु ये जो प्रथमाष्टमी एर विशेषत्वता कौन अच्छी कहीं एटा पालन करा जाए, पालन करने द्वारा कौन आमर उपकार होता है से विषय आज उपस्थापना आपण प्रथम रु शेष पर्यंत उपस्थापना को भला देखंतु, मझिरु छाड़ी जातुनी एवं आपण माने समस्ते सब्सक्राइब करंतु, शेयर करंतु, लाइक करंतु, भल पाइबा रखंतु। बहुत सुंदर उपस्थापना गुड़िक आसंदा दिन मानक आसूची जोटा आमर धर्म संस्कृति परंपरा अंधविश्वास केमती दूर हम सबु विषय नहीं उपस्थापना चलती। समाज को गोटे परिवर्तन नवा दिगरे आम प्रचेषा जारी रखीचु। बारंबार बारंबार गोटे कथा कहले सेटा ग्रहणीय है आस्ते आस्ते से प्रकार बंदोबस्त करा जायछि। तेणु आम बारंबार जो शुणवा यहाँ भूल यहाँ भूल यहाँ भूल तापर मन ग्रहण करना यहाँ भूल आम आटा करवानी। तेणु ठीक से प्रोसेस आम ग्रहण करें। चलतु स्वतंत्र उपस्थापना टी आज देखा। टिके आमर ये जो शोभाराजी की आउ थे टे दर्शन करनियंतु। एपटे आमर निगम वृक्ष जोटी सब प्रकार गूढ़ रहस्य निहित रही धीरे धीरे ओपन हम समस्त विश्वास रही आशा विश्वास। ये पछपटे प्रभु दृश्यमान होती। ये आमर मठाधीश सेवा कार्य जारी रखिंट देखिपे। भारी इंटरेस्टिंग मनीष जड़े सी साथी जी चली से ही अनुभव कर व्यतीत बाहर लोकटे जाना बड़ कष्ट। सुंदर मनीषटे से तेणु जिते महाप्रभु कृष्ण अवतार नहीं मामू थे कंस। तेणु जहाँ भी शीत अवतार नहीं पृथ्वीपृष्ठर अन्याय अनीति लोप कर धर्म संस्थापना कर जुगे जुगे कर्म से प्रभुंर। तेणु तांकु मामू विरुद्ध रे जाई मामू को हत करिया पड़ता। से दिन ठारू आमर संस्कृति परंपरा रे गोटे रही आसला अरे मामू भणजार संपर्कटा आ द्वारा बड़ी पड़ुची। काले मामू भणजा समाज रे एभली परस्पर को शत्रु भाविबे बोली आमर पूर्वज माने मुनि ऋषि माने गोटे नियम प्रस्तुत करते। केमिति मामू भणजा संपर्क अतुट रहिबो, केमिति भौणी माने भाई साथी रे मशाणी की जीवा पर्यंत सुसंपर्क रे बांधी ही रहिबे। सिथिपाई एभली गोटे परंपरा सृष्टि होता। भणजा मानकु मामू माने नूतन वस्त्र परिधान पिठा पଣା मिठा खुआई तृप्त कराइबे एवं गोटे दृष्टि कह गले भणजा को पूजा करेंगे। यह माध्यम कौन वार्ता जाउछि? यही वार्ता जाउछि जे मामू भणजा संपर्क भारी
ମହାନ ସମ୍ପର୍କ। କହନ୍ତି ମୋର ଅଷ୍ଟମୀ ବନ୍ଧୁ। ଅର୍ଥ ଯେତେ ଦୁଃଖ କଷ୍ଟ ହେଇଥାଉ, ଭାଇ ଭଉଣୀ ଝଗଡ଼ା ମଧ୍ୟ ହେଇଥାଉ, କି ଯାହା ବି ବର୍ଷ ବର୍ଷ ଧରି ଜୀବନ ଜିଇବା ଭିତରେ କେତେ ପ୍ରକାର ପରିସ୍ଥିତି ଜିଇବାକୁ ପଡ଼ିଥାଏ, ଯାହା ବି ହେଇଥାଉ ସବୁକୁ ଭୁଲି ପୁଣି ମାମୁଟି ଯାଇ ଭଉଣୀ ଦୁଆର ମୁହଁରେ ପାଦ ଦେଇଥାଏ। ଏହାଦ୍ୱାରା ଭାଇ ଭଉଣୀଙ୍କର ସ୍ନେହ ସମ୍ପର୍କ ଅତୁଟ ରହେ। ମୋଟାମୋଟି କହିବାକୁ ଗଲେ ଏ ଆମ ସନାତନ ଧର୍ମରେ ଏତେ ସୁନ୍ଦର ନୀତି ଆଦର୍ଶ ସବୁ ରହିଛି, ଯାହା ସମଗ୍ର ସମାଜକୁ ଏକ ସୂତ୍ରରେ ବାନ୍ଧି ରଖିବା ପାଇଁ ଉଦ୍ଦିଷ୍ଟ। ଆପଣମାନେ ଅନୁଧ୍ୟାନ କରୁନାହାନ୍ତି, ଏ ପରମ୍ପରାଟା ଚାଲୁ ରହିବା ଦ୍ୱାରା ଭାଇ ଭଉଣୀର ସ୍ନେହ ସମ୍ପର୍କ ପୁରା ମଶାଣିକି ଯିବା ପର୍ଯ୍ୟନ୍ତ ଯୋଡ଼ି ହେଇ ରହିବ। ହବ ନା ନାହିଁ ଆପଣ ଅନୁଭବ କରନ୍ତୁ। ତେଣୁ ବଡ଼ ସୁନ୍ଦର ପରମ୍ପରା। ଆମେ ସେ ପରମ୍ପରାକୁ ସମ୍ମାନ କରିବା। ସମସ୍ତେ ଯେଉଁ ଭାଇ ଭଉଣୀମାନେ ରଗାରଗି ହେଇଥିବେ ସବୁ ଭୁଲି ଆଜି ଯାଇ ଭଉଣୀକୁ ସନ୍ତୁଷ୍ଟ କରାନ୍ତୁ ଏବଂ ଭଣଜାକୁ ତାର ପ୍ରାପ୍ୟ ଦେଇ ପୂରଣ କରାନ୍ତୁ। ତେଣୁ ଏହି ମହାନତା ମଧ୍ୟରେ ଆମେ ସମାଜକୁ ଏହି ବାର୍ତ୍ତା ଦଉଛୁ ଯେ ସ୍ନେହ ସମ୍ପର୍କ ଅତୁଟ ରହୁ ସମସ୍ତଙ୍କର, ଯେ ସାରା ସମାଜକୁ ବାନ୍ଧି ରଖିବା ନିୟମ ଯେଉଁ ସବୁ ହେଇଛି ତାକୁ ସମସ୍ତେ ପାଳନ କରନ୍ତୁ। ବଡ଼ ସୁନ୍ଦର ନିୟମ। ପ୍ରଥମା ଅର୍ଥ ହେଉଛି ପ୍ରଥମ, ସେଠି ଦେଖାଯିବନି ଝିଅ କି ପୁଅ। ଅର୍ଥ ଏ ଯେଉଁ ନିୟମଟା ହେଇଛି ସମାନ ଅଧିକାର ଦିଆଯାଇଛି ଝିଅଟାକୁ ବି ପୁଅଟାକୁ ବି। ତେଣୁ ସାମାଜିକ ଦୃଷ୍ଟିକୋଣ ଦେଖିବାକୁ ଗଲେ ସମାନତା ଅଧିକାର କେନ ହେଉନାହିଁ। ତେଣୁ ଝିଅଟି ପ୍ରଥମେ ଆସିଥାଉ କିମ୍ବା ପୁଅଟି ପ୍ରଥମେ ଆସିଥାଉ, ସେ ହେଉଛି ପ୍ରଥମ। ତା ମୁଣ୍ଡରେ ଆଶୀର୍ବାଦ ଦିଆଯିବ। ଅର୍ଥ ସିଏ ଗୋଟେ ଦାୟିତ୍ୱ ବହନ କରିବ ବୋଲି ଏ ଆଶା ରହିଥାଏ ସମସ୍ତଙ୍କ ମନରେ। ଏବଂ ଭଣଜା ଭାଣିଜୀ ମାନେ ମଧ୍ୟ ଜାଣିବା ଦରକାର ଯେ ମୋତେ ପ୍ରଥମା ବୋଲି ପୂଜା କରାଯାଉଛି। ଅର୍ଥ ଏ ଯେଉଁ ସଂସାରଟାର କିଛି ନା କିଛି ଗୁରୁ ଦାୟିତ୍ୱ ମୋତେ ନିର୍ବାହ କରିବାକୁ ପଡ଼ିବ। ମୋ ବାପା ମାଙ୍କ ପ୍ରତି, ମୋ ସଂସାର ପ୍ରତି ଏବଂ ମୋର ମାମୁଁ ଘର ପ୍ରତି। ତେଣୁ ସେଥିପାଇଁ ତ ଆମର ଝିଅକୁ ଦୁହିତା ବୋଲି କୁହାଯାଇଛି, ବର୍ଣ୍ଣନା କରାଯାଇଛି। ଦୁଇ କୂଳକୁ ହିତ ହେଇଥାଏ, ସେଥିପାଇଁ ଦୁହିତା କୁହାଯାଏ। ଆପଣମାନେ ଦେଖନ୍ତୁ, ସାମାଜିକ ଦୃଷ୍ଟିକୋଣରୁ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମଧ୍ୟ ଦେଖନ୍ତୁ, ଯଦି ଏଇଟା ପାଳନ ନ ହେଇଥାନ୍ତା, ପ୍ରକୃତରେ ମହାପ୍ରଭୁ କୃଷ୍ଣ ଏବଂ ତାଙ୍କ ମାମୁଁ କଂସର ସମ୍ପର୍କ ଆଜି ସମାଜକୁ କ'ଣ ବାର୍ତ୍ତା ଦେଇଥାନ୍ତା? ଯେ ମାମୁଁ ଭଣଜା ମାନେ ମରାମରି ହେବେ। ଏ ସମାଜକୁ ବାର୍ତ୍ତା ଯାଇଥାନ୍ତା, ମାମୁଁକୁ ମାରିବ ଭଣଜା। ତେଣୁ ପ୍ରଭୁ ସେଥିପାଇଁ ମନୁଷ୍ୟ ଶରୀରରେ ମୁନି ଋଷିମାନଙ୍କ ଜ୍ଞାନରେ ଏ ପ୍ରତିଷ୍ଠା କରିଦେଇ ଯାଇଥିଲେ ଯେ ଏ ପରମ୍ପରାଟା ଜାରି ରହୁ, ମାମୁଁ ଭଣଜା ସମ୍ପର୍କ ସବୁବେଳ ପାଇଁ ଅକ୍ଷୁର୍ଣ୍ଣ ରହିଥାଉ। ଆମର ଏଠି ଆମର ରମେଶ ଭାଇ ଯାଉଛନ୍ତି ମଠ, ଦେଖନ୍ତୁ କେତେ ସୁନ୍ଦର ବାତାବରଣ ସୃଷ୍ଟି କରିଛନ୍ତି। ଏ ଭାଇଙ୍କ ପ୍ରତି ମୋର ଅଶେଷ ଶ୍ରଦ୍ଧା, ସମ୍ମାନ, ଭକ୍ତି। କାହିଁକି ନା ଜଣେ ଉଦ୍ଯୋଗୀ ମଣିଷ, କର୍ମଯୋଗୀ ମଣିଷ, ତା ଭିତରେ ମଧ୍ୟ ସନ୍ନ୍ୟାସ ତ ସେ ମଧ୍ୟ ଅବଲମ୍ବନ କରନ୍ତି, ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ଏବଂ ପ୍ରକୃତିକୁ ବହୁତ ଭଲ ପାଆନ୍ତି। ଏ ଯେଉଁ ସୁନ୍ଦର ସୃଷ୍ଟି ଦେଖୁଛନ୍ତି ନା, କେବଳ ଏଇ ଜଣେ ଭାଇ
ବହୁତ ପରିଶ୍ରମ କରନ୍ତି। ମୁଁ ଦେଖିଛି ଆଖିରେ ଏସବୁ ସୃଷ୍ଟିକୁ ସେ ସୁନ୍ଦର କରି ରଖିଛନ୍ତି। ଆଉ ଜଣେ ଭାଇ ଏଇଟା ଆମର ଏଇଠି ତାଲା ମାରୁଛନ୍ତି। ଏ ଭାଇ ମଧ୍ୟ ତାଙ୍କ ସାଥିରେ ରହି ଆସିଛନ୍ତି, ସବୁ କାର୍ଯ୍ୟରେ ସହଯୋଗ କରନ୍ତି। ଭାଇ ଟିକେ ଆଡକୁ ଟିକେ ଅନେଇଦେଲେ ସୁନ୍ଦର। ପ୍ରଥମା ଯୋଉ ଶବ୍ଦଟି ଆମେ କହୁଛେ, ପ୍ରଥମା କେବଳ ପ୍ରଥମ ଗର୍ଭ ବୋଲି ଆମେ କହିବାନି, ସେଟା ଭୁଲ ହବ। କାହିଁକି ତା ପଛରେ ଆଉ ଗୋଟେ ଶବ୍ଦ ଅଛି ଅଷ୍ଟମୀ। ଆମେ ଦୁଇଟାକୁ ଆନାଲିସିସ୍ କରିବା, ଜାଣିବା। ଆମେ କଳିଯୁଗରେ କେବଳ ଜ୍ଞାନ ବିଜ୍ଞାନ ପଢି ପଢି ଚାଲିଲେ, ତେଣୁ ଆମର ଧର୍ମ ସଂସ୍କାର ଜ୍ଞାନ ଏସବୁ କିଛି ରହିଲାନି, ଆଧ୍ୟାତ୍ମିକତା ରହିଲାନି। ତେଣୁ ଆମେ ଏଗୁଡ଼ା ଆନାଲିସିସ୍ କରିବା, କିଛି ଜାଣିବାକୁ ପାଇବା। ଆଜି ଏ ଯୋଉ ପରମ୍ପରା ଆମର ଦ୍ୱାପର ଯୁଗରୁ ପାଳନ କରାଯାଇ ଆସୁଛି। ମହାପ୍ରଭୁ ଶ୍ରୀକୃଷ୍ଣ ଯେତେବେଳେ ଧର୍ମ ସଂସ୍ଥାପନ କରିବା ପାଇଁ ଆସିଥିଲେ, ସେ ମା ଦେବକୀଙ୍କର ଅଷ୍ଟମ ଗର୍ଭରୁ ଜାତ ହେଇଥିଲେ। ତେଣୁ ତାଙ୍କୁ ମନେ ରଖିବା ପାଇଁ ଏବଂ ସେ ଭଣଜା ରୂପରେ ଆସିଥିଲେ, କଂସ ମହାରାଜାଙ୍କର ଭଣଜା ରୂପରେ ଆସିଥିଲେ। ତେଣୁ ତାଙ୍କୁ ଆମେ ମନେ ପକାଉ ଆଜି ଭଳିଆ ଦିନରେ। ସେଥିପାଇଁ ଅଷ୍ଟମୀ ଶବ୍ଦ ଯୋଡ଼ା ଯାଇଛି। ଭଣଜାକୁ ଅଷ୍ଟମ ଗର୍ଭରେ ଆମେ ପାଉଛୁ ଏବଂ ଆମ ଭଉଣୀ ହଉଛି ଦେବକୀ। ଏଟା ସୁନ୍ଦର ଉପସ୍ଥାପନା ଦେଖନ୍ତୁ। ତେଣୁ ପ୍ରାଥମିକତା ଶବ୍ଦରୁ ପ୍ରଥମା ଯୋଗ କରାଯାଇଛି। ଅର୍ଥ ଆମେ ପ୍ରାଥମିକତା ଦେଲେ ତାକୁ ଆଜିଠାରୁ, ସେ ଦିନେ ସେ ପ୍ରାଥମିକତାଟାକୁ ଅବଲମ୍ବନ କରିବ ସମାଜରେ ବା ସଂସାରରେ। ତାକୁ ଶିକ୍ଷା ଆମେ ଏଇ ପରମ୍ପରା ମାଧ୍ୟମରେ ଦେଇ ଆସିଲେ। ତାକୁ ଯେତେବେଳେ ଆମେ ଚନ୍ଦନ ସିନ୍ଦୁର ଲଗେଇ ଅରୁଆ ଚାଉଳ ଦୁବ ପକେଇ ପୂଜା କଲେ ଏବଂ ମିଷ୍ଟାନ୍ନ ଖୁଆଇଲେ ଏବଂ ମନେ ପକେଇ ଦେଲେ, ବାବା ଏଇ ହଉଛି ଆମର ପରମ୍ପରା, ମହାପ୍ରଭୁ ଜନ୍ମ ହେଇଥିଲେ ଅଷ୍ଟମ ଗର୍ଭରେ। ତେଣୁ ଆମେ ସେଇଥିପାଇଁ ପ୍ରଥମା ଅଷ୍ଟମୀ ପାଳନ କରି ଆସୁଛୁ। ପ୍ରଥମା ଶବ୍ଦ ପ୍ରାଥମିକତା ଦୃଷ୍ଟିକୋଣରୁ ପ୍ରଥମା ଦିଆଯାଇଛି। ପ୍ରାୟୋରିଟି ଯୋଉଟା କହିଲେ, ଆମେ ପ୍ରାୟୋରିଟି ଦଉଛୁ ତତେ। ଏବଂ ଅଷ୍ଟମୀ ଶବ୍ଦ ମହାପ୍ରଭୁଙ୍କ ଅଷ୍ଟମ ଗର୍ଭରେ ଜାତ ହୋଇଥିବାରୁ ଅଷ୍ଟମୀ ଶବ୍ଦ ତା ଦେହରେ ଲାଗିଛି। ତେଣୁ ଆମେ ସେଇଥିପାଇଁ ପ୍ରଥମା ଅଷ୍ଟମୀ। ତମେ କହିବ ସାର୍, ଇଏ ଯୋଉ ଶ୍ରୀକୃଷ୍ଣ ତ ପୁଅ ଜନ୍ମ ହେଇଥିଲା ଅଷ୍ଟମ ଗର୍ଭରେ। ସେଇଠି ମନେ ପକାନ୍ତୁ, ତାଙ୍କ ଜାଗାରେ ଯିଏ ଆସିଥିଲେ ସେ ଜଣେ ଝିଅ ଥିଲେ। ଶ୍ରୀକୃଷ୍ଣଙ୍କୁ ସେପଟକୁ ନିଆଯାଇଥିଲା। କୋଉଠୁ କି? ଦେବକୀଙ୍କ ଠାରୁ ନେଇକି ଯଶୋଦାଙ୍କ ପାଖରେ ପହଞ୍ଚେଇ ଦିଆଯାଇଥିଲା, ତାଙ୍କୁ ବଞ୍ଚେଇ ରଖିବା ପାଇଁ। ଏବଂ ଯୋଗମାୟା ଜନ୍ମ ହେଇଥିଲେ ଅଷ୍ଟମା ଗର୍ଭରେ। ସେଇ ଯୋଗମାୟା କିଏ? ସେ ଜଣେ ନାରୀ। ତେଣୁକରି ଦେଖନ୍ତୁ କେତେ ସଠିକତା ରହିଛି ଆମ ଇଏରେ, ଆମ ପରମ୍ପରାରେ। ତେଣୁକରି ପ୍ରଥମା ଅଷ୍ଟମୀ ଝିଅ ହେଇଥାଉ କି ପୁଅ ହେଇଥାଉ, ତାକୁ ଆମେ ପ୍ରାଥମିକତା ଦେଇ ଆସିଛୁ। ପ୍ରଥମା ଅଷ୍ଟମୀ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କୁ ମନେ ପକେଇ ଏ ସମାଜକୁ ବାନ୍ଧି ରଖିବା ପାଇଁ, ଏ ସଂସାରକୁ ବାନ୍ଧି ରଖିବା ପାଇଁ, ସ୍ନେହ ଶ୍ରଦ୍ଧାର ବନ୍ଧନଟାକୁ ଅତୁଟ ରଖିବା ପାଇଁ ପାଳନ କରି ଆସୁଛୁ। ଏବଂ କିଛି ସଂସ୍ଥାପନ ନିମନ୍ତେ ଆମେ ପ୍ରାଥମିକତା ଦେଉଛୁ। ସଂସ୍ଥାପନ, ସେ ତା ସମାଜଟାକୁ ସଂସ୍ଥାପନ କରିବ, ସେ ତାର ପରିବାରକୁ ସଂସ୍ଥାପନ କରିବ। ଏହି ଜ୍ଞାନ, ଏହି ବାର୍ତ୍ତା
समाज को आज भाया पवित्र दिन में सबू भणजा भणजी मान मामू बोली जदि डाकत कहती तेणु महाप्रभु स्थान रू मामू बईज भितर स्थान रू ए वार्ता समाज को आज प्रेरण करा आम अपेक्षा करवा आउरी किछि बाइट्स वार्ता किछि दवापाई किछि ज्ञानी गुणी व्यक्ति मान जरिया जो मैंने पालन करम चेष्टा करवा देखा जाऊ प्रभुंर इच्छा आज कौन भक्त मैंने प्रथमाष्टमी पालन कर कुनि कुनि पिला माने एई देखो कुनि पिलाटा तार भी प्रथमाष्टमी समस्ते प्रथमाष्टमी पालन निमंते प्रभु पाखक आसुचंती बसीचे कल्कि स्वरूप जगन्नाथ उदयवट धाम जगन्नाथ मंदिर रे भक्त मान भिड़ लगी प्रथमाष्टमी पालन कर भक्त माने जो माने प्रथमा से माने पूजा करने को आसुचंती तेणु प्राथमिकता भित्तिरु प्रथमा शब्दटी लगी से झी हो कि पुओ हो जी प्रथमे आसी आम समाज रे पूजा अर्चना करुचु कहीं तार आगु गोटे गुरु दायित्व अच्छी से प्रथमा जो अष्टमी शब्दटा आम बहुत इम्पोर्टाट जन्माष्टमी देखु प्रथमाष्टमी देखु दुर्गाष्टमी महाअष्टमी अष्टमी तिथिटा भारी पुण्य भारी इम्पोर्टाट माँ दुर्गा अष्टमी तिथि ही तांकर लीला प्रकाश करते जबरदस्त ए संसार रु पाप भारा कमाई ये अष्टमी तिथि रे महाप्रभु कृष्ण जन्म ही पापर भारा ध्वंस करने निज मामू कंस को वध करते तेणु अष्टमी तिथिर भूमिका बहुत गुरुत्वपूर्ण बड़ बड़ ज्ञानी महापुरुष माने अच्छी से आम शुणा आम शुणिकी ज्ञान आलोचना करुचे तेणु आम से शुणा से महासागर भाया आम से ही बहुत भल सुंदर प्रस्तावना देवे आम यथार्थ उत्तर से बाबद पाइपर संतुष्टिजनक लगे बड़ सुंदर परंपरा बजाय रही द्वापर जुग हाँ ये आम नंदिनी नंदिनी अष्टमी पालन करुच्ची भोगराग खाई सारा बेकर गोटे भल नुआ परिधान ग्रहण करुच्ची चकचक मारुची ओही हाँ नंदिनी भी आज प्रथमाष्टमी करुच्ची हाँ एठी हाँ महाप्रभु पाखे रही भोगराग खाऊची हाँ खाई शिखिनी कुटा भल खाऊची किंतु फलमूल खाइला बेलू खाऊनी अरे माँ को कहीं खोजु ये मामू ठिया एपटे अना इाड़ू टे देख भक्त माने अष्टमी पालन करी प्रभु दर्शन करी
आशीर्वाद भिक्षा करी जाउछन्ती क्यों वीडियो तार देरे आसियो जे तोर इनवाइट है ना कार भाई आज गेला पुओ कैबल प्रथमाष्टमी भल पुओटा भल पाठ पढ़ुची अच्छा बाबा यहीटा कौन नुआ ड्रेस होता ये सर देख बढ़िया ड्रेस पिंधि नुआ पैंट सार्ट आउ कौन पिठा पिठा खाई सारे सर घरे खाई कहले घरे किए मम्मी ना कि करथला हां मम्मी करथले पिठा पଣା खाई पूरा रेडी हाँ प्रथमाष्टमी कहीं पालन करा जाए जानी ना सर अच्छा हाँ जानी किसी असुविधा ना आम तो बहुत पिला जानी ना कहीं आमर जो परंपरा जो अच्छी से विषय आम बहुत नीति नियम परंपरा एगुड़ा सब जानूनु पाठ पढ़ले भी ठीक सेमती आम नीति नियम जानूनु से नंबर आसेनि सेमती आमर सब परंपरा विषय आम जाना निहाती आवश्यक एगुड़ा बहुत ज्ञान अच्छे आदि आम जानिले आमर समाज संसार जो सब नीति नियम अच्छी से गुड़ाक पालन करवा है बापुन को डाकवा बापुन को देखुं बापुन पूरा फिट फाट हिरो आज ये कौन तोर प्रथमाष्टमी ड्रेस आज्ञा के मामू घर देते जाइलु किणिक आनी नाई आज कौन मम्मी तोर कौन खाया कर एंडूरी पिठा छेनापोड़ तापर तरकारी इडली हाँ कौन तो सबू भाई मानकर प्रथमाष्टमी ना कि गाँव भी बंटी भाई रकी भाई न आउ सोनू भाई पुपुन भाई समस्त नाई आउ प्रथमाष्टमी विषय जानीचु कि कहीं पालन करती अच्छा उपस्थापन टाक देखिबू केमती कहीं पालन करती कौन आम परंपरा हाँ ताको देखिले जानी पारिबू हला गोटे ये हूँ स्मृतिर समाज हाँ स्मृति आमर गोटे सुना झी अच्छी सी मान सब लालन पालन कर भर किए पूर्वा समस्ते देख तापाई भी सी कर बेकर पिंधे दीची नहीं यहाँ ये सी बेक बेक गुड़े कहले अच्छा ये नुआ ड्रेस बेकर सब गोटे गोटे कंठीमाल पिंधि हाँ जहाँ पालन तो करुचे पिठा पिठा खुआईचु दर्शक बंधु संपर्कर मूल्य कहीं दे ना कि दे पारे ना मत जड़े गुरुजन कहीदे कहले देख बाबा जो तू 50 टपी जीवु से तू बुझबू संपर्क गोटे कौन संपर्कटा कौन ठीक से तोर नॉलेज आसो ये भाई भौणी संपर्क बापा माँ संपर्क पिला मान साथ संपर्क सामाजिक संपर्क से पर्यंत तू रिसर्च करी चलथबू एवं गोटे गोटे घटना अनुधान कर चलथबू से परफेक्ट ज्ञान आसो जे संपर्कर मूल्य कौन प्रकृत सत्य कथा से कहते से आम ज्ञान माध्यम आगुरी किसी जानीचु किंतु प्रैक्टिकल कथा से कहते मो भणजा मत कहला मामू किसी दरकार नहीं 1 टंका धरिकी आसब मो द्वार मुह को टे आस मो भौणी भी कहला कहला जहाँ है तो मो घर को टे आस कहीं जो द्वार मुहर पहुंची जीव जिते दुख दुर्दशा ग्लानी मनमालिन्य जहाँ भी जहाँ घरे भाई भौणी भितर थाऊ कि परिवार भितर थाऊ कि तांको परिवार हो जहाँ भी थाऊ सागे सागे खुशी परिणत मो भाई आईला हाँ पछ कथा छाड़ पाड़
ଏଇ ଯୋଉ କଥା ପଛ କଥା ଛାଡ଼ ପାଡ଼ ହେଲା, ସମସ୍ତଙ୍କ କ୍ଷେତ୍ରରେ ଏଇଟା ପଡୁଛି। ଆପଣମାନେ ଯାଇକି ପହଞ୍ଚନ୍ତୁ ଭଉଣୀ ଘରେ, ଦେଖିବେ ସେ ଯେତେ ରାଗି ଥାଉ ଯାହା ବି ଥାଉ ସାଙ୍ଗେ ସାଙ୍ଗେ ତା ଆଖି ଛଳେଇଯିବ, ମୋ ଭାଇ ଆଇଲେ। ତେଣୁ ଏଇ ହଉଛି ପ୍ରଥମାଷ୍ଟମୀର ମହତ୍ଵ। ଆମେମାନେ ଜାଣିପାରୁନେ, ବୁଝିପାରୁନେ। ଯେତେବେଳେ ବୁଝିବା ଷ୍ଟାର୍ଟ କରିବା, ଦେଖିବାକୁ ମିଳିବ ଯେ ସର୍ବଶ୍ରେଷ୍ଠ ବିଚାର ଯାହା ଆମ ପରମ୍ପରା ରହିଛି, ଏହା ହେଉଛି ଗୋଟେ ସର୍ବଶ୍ରେଷ୍ଠ ବିଚାର ଆମମାନଙ୍କ ପାଇଁ, ଆମ ସମାଜ ପାଇଁ, ଆମ ପାରିବାରିକ ସମ୍ପର୍କ ପାଇଁ। ଏହା ଏକ ସର୍ବଶ୍ରେଷ୍ଠ ବିଚାର। ଆମେ ସମସ୍ତେ ଦିନେ ନା ଦିନେ ପୃଥିବୀପୃଷ୍ଠରୁ ବିଦାୟ ନେବା, କିନ୍ତୁ କିଏ କେମିତିଆ ସାମାଜିକ ସମ୍ପର୍କ, କିଏ କେମିତିଆ ପାରିବାରିକ ସମ୍ପର୍କ, କ'ଣଟା ସମାଜକୁ ଦେଇକି ଯାଇଛି, କ'ଣଟା ସଂସାରକୁ ଦେଇକି ଯାଇଛି, ସେଇଟା ହିଁ ବିଚାର ହୁଏ। ଭଉଣୀଟେ କହିବ ମୋ ଭାଇ ଭଳିଆ ଭାଇ ନାହିଁ, ଭାଇଟେ କହିବ ମୋ ଭଉଣୀ ଭଳିଆ ଭଉଣୀ ନାହିଁ। ଇଏ ହଉଛି ତାଙ୍କର ବିଚାର ଶକ୍ତି। ସେତେବେଳେ ସାର୍ଥକ ହବ ଆପଣଙ୍କ ସମ୍ପର୍କ। ତେଣୁ ଆମେ କ'ଣ ହୁଏ ନା ବହୁତ ଜାଣୁ କିନ୍ତୁ ବ୍ୟବହାର ବହୁତ କମ୍ କରୁ। ମଣିଷ ବହୁତ ଜ୍ଞାନ ଅର୍ଜନ କରେ କିନ୍ତୁ ବ୍ୟବହାର ବହୁତ କମ୍ କରେ। ଆପଣ ଗୋଟେ କଥା କହୁଛି ଦେଖନ୍ତୁ, ଆପଣଙ୍କର ଗାଡ଼ି ଖରାପ ହେଉଛି କି କୌଣସି ଗୋଟେ ମେସିନ୍ ଖରାପ ହେଲା, ଆପଣ ତାକୁ ସଜାଡ଼ିବାକୁ ଯାଉଛନ୍ତି ନା, ଇମିଡ଼ିଏଟ୍ ନ ସଜାଡ଼ିଲେ କାମ ହେଇପାରିବନି, ବହୁତ ଟେନସନ୍ରେ ଯାଉ। କିନ୍ତୁ ସମ୍ପର୍କ ଯୋଉଠି ଖରାପ ହୁଏ କେଇଟା ଲୋକ ସଜାଡ଼ିବାକୁ ଚେଷ୍ଟା କର, ବରଂ ଆହୁରି ରାଗ ଅହଙ୍କାର ଅଭିମାନ ବଢ଼େଇ ଦିଅନ୍ତୁ। ସମ୍ପର୍କଟାକୁ ସଜାଡ଼ନ୍ତୁ ନା, ଦେଖିବେ ସଂସାର ସବୁବେଳେ ସୁଖମୟ ଲାଗିବ, ମନ ସନ୍ତୁଷ୍ଟି ଆସିବ। ଯେତିକି ମେସିନ୍ ସଜାଡ଼ିବା ପାଇଁ ଟେନସନ୍ ନେଉଥିଲେ ସେତିକି ସମ୍ପର୍କଟା ସଜାଡ଼ିବା ପାଇଁ ଟେନସନ୍ ନିଅନ୍ତୁ। ସାମାନ୍ୟ କଥା ଦେଖିବେ କୋଉଠି ଗୋଟେ ସାମାନ୍ୟ କଥା। ସେଥିପାଇଁ କୁହାଯାଇଛି ସରଗ ସମାନ ଆହା ଅଟେ ସେଇ ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର। ସେ ଘର ସରଗ ସମାନ ହେଇଯାଏ। ସ୍ନେହ ଶ୍ରଦ୍ଧା ର ମୂଲ୍ୟ କେହି ଦେଇପାରିନାହାନ୍ତି। କୋଟି କୋଟି ଟଙ୍କା ଠାରୁ ମଧ୍ୟ ସେ ଅଧିକ। ଆପଣ ଦେଖନ୍ତୁ କୋଟିଏ ସମ୍ପତ୍ତି ଥାଉ କିନ୍ତୁ ଶ୍ରଦ୍ଧା ଅଭାବ ଘଟିଲା, ସ୍ନେହ ଅଭାବ ଘଟିଗଲା, ସେ ମଣିଷ ଜୀବନ ଦୁର୍ବିଷ ହେଇପଡ଼େ। ତାକୁ ଲାଗେ ଜୀବନର କିଛି ମୂଲ୍ୟ ନାହିଁ। କାହିଁକି ନା ବେସିକ୍ ଜିନିଷ ଯୋଉଟା ମଣିଷ ପାଇଁ ଆବଶ୍ୟକ ସେଇଟା ହଉଛି ସ୍ନେହ ଶ୍ରଦ୍ଧା। ରାଗରେ କ୍ରୋଧରେ ଆମେ ଜର୍ଜରିତ ହବା, ଭୁଲିବା ନାହିଁ, ଧରି ବସିବା, କାନ୍ଦି କୁନ୍ଥେଇ କାହିଁକି କହିଲା ସେୟାକୁ ଧରିକି ପଡ଼ିକି ରହିଥିବା ବର୍ଷ ବର୍ଷ ଧରି, ବନ୍ଧୁ ହଉ, ବାନ୍ଧବ ହଉ, ସ୍ୱାମୀ ହଉ, ସ୍ତ୍ରୀ ହଉ, ଭାଇ ହଉ, ଭଉଣୀ ହଉ, ହେଲା। ଜାଣିବା ଦରକାର ଧରି ରଖିଲେ ସମ୍ପର୍କ ନଷ୍ଟ, ଧରି ରଖିଲେ ଶ୍ରଦ୍ଧା ନଷ୍ଟ, ଧରି ରଖିଲେ ଜୀବନ ନଷ୍ଟ। ମତେ ଗୁରୁ ଭାଇ କହିଦେଲେ, କହିଲେ ଆରେ ପ୍ରତି ଇଭେଣ୍ଟ ଗୁଡାକ ଏମିତି ସବୁ ଲାଇଫରେ ଏଇଟା ଗୋଟେ ପାର୍ଟ। ପାରିବାରିକ ଝଗଡ଼ା ହବ, ଭାଇ ଭଉଣୀ ଭିତରେ ମନାନ୍ତର ହବ, ଏଗୁଡ଼ା ସବୁ ଗୋଟେ ଗୋଟେ ପାର୍ଟ ଜୀବନର। ମତେ କହିଥିଲେ ପାଡ଼ ଭଳିଆ ଭୁଲିଯିବୁ, ପାଡ଼ିଦେଲୁ ଯେମିତି ଆଉ ମନେ ପକଉନୁ ପାଡ଼ିଥିଲି କି ନାହିଁ, ସେମିତି ପାଡ଼ ଭଳିଆ ଯଦି ଭୁଲିଯିବୁ ତାହେଲେ ଦେଖିବୁ ଫେର ତା ନେକ୍ସଟ ଫେଜ୍ ପୁଣି ଠିକ
ଏବଂ ସବୁବେଳେ ଆଗ ସରେଣ୍ଡର କରିବୁ, ଏଇଟା ଗୋଟେ ବଢିଆ କଥା କହିଥିଲେ। କାହିଁକି ନା ସେମାନଙ୍କର ଜ୍ଞାନ ଅଛି, ସେମାନେ ଜାଣିଛନ୍ତି ସମାଜଟାକୁ ସଂସାରଟାକୁ କେମିତି ଆମେ ଚଳେଇବା ଉଚିତ, କ'ଣ ନିୟମରେ ସଂସାର ବନ୍ଧା ହେଇଛି, ଏଇ ସୂତା କିଆରେ ବନ୍ଧା ହେଇଛି। ଯେ ଛିଣ୍ଡେଇବାକୁ ଚାହିଁଦବ ସେ ଛିଣ୍ଡେଇ ପକେଇ ପଳେଇବ, ତା ପାଇଁ କ'ଣ ଅଛି। ଯେ ନୀତି ନିୟମ ନ ମାନିଲା, ଆମେ ନୀତି ନିୟମ ମାନନେ ବୋଲି ତ ଅସୁବିଧାରେ ଦୁଃଖରେ କଷ୍ଟରେ ରହୁଛେ ନା। ନୀତି ନିୟମରେ କୁହାଯାଇଛି ଏଗୁଡ଼ା ସବୁ ଭୁଲିଯିବା ଦରକାର। ଆମେ ତାକୁ ଧରିକି ବସୁଛେ, ମୋଟଉଛେ, ସେ କଷ୍ଟ ଦୁଃଖ ସେତିକି ଦିନ ପର୍ଯ୍ୟନ୍ତ ଲାଗିବ ଯେତେ ଦିନ ଯାଇ ସେଟାକୁ ମୋଟେଇ ଚାଲିଥିବ। ପିଲା ପାଠ ପଢିବାକୁ ଯାଉଛନ୍ତି, ସେମାନେ କ'ଣ କରୁଛନ୍ତି, ପାଠ ପଢାର ନିୟମ ଯୋଉ ଧାରା ଯୋଉ ଅଛି, ସବୁ ଜିନିଷର ଗୋଟେ ଧାରା ନିୟମ ଅଛି, ତାକୁ ଯିଏ ଫଲୋ ନ କଲା ସିଏ ବେଟର ପରଫର୍ମାନ୍ସ ଦେଇପାରେନି। ଏକ୍ଜାକ୍ଟଲି ସେ ଆମ ଜୀବନଶୈଳୀ ମଧ୍ୟ ସେୟା, ନୀତି ନିୟମ ଆଦର୍ଶ ଏସବୁକୁ ଫଲୋ କରିକି ଯିବାକୁ ପଡ଼ିବ, ନହେଲେ କିଛି ନା କିଛି ଦୁଃଖ କଷ୍ଟ ଭୋଗିବାକୁ ପଡ଼ିବ। ଆଉ ଯଦି ଭୁଲି ଯିବାର ଶକ୍ତି ଅଛି, ଭୁଲିଯିବ, ପୁଣି ଯୋଉ ବେସିକ ବିଗିନିଂ ଭଳିଆ ପୁଣି ଷ୍ଟାର୍ଟ କରିବ, ତାହେଲେ ତାକୁ ଶାନ୍ତି ହିଁ ଅନୁଭବ ହବ। ଆଉ ଯିଏ ଧରିକି ବାନ୍ଧିକି ରଖିବ, ମତେ କାହିଁ କହିଥିଲା, ମତେ ଏଇ କଥା କହିଥିଲା, ତାକୁ ହିଁ କଷ୍ଟ ଅନୁଭବ ହବ ସବୁବେଳେ, ପ୍ରତି କ୍ଷଣରେ ସେ ସେଇଟାକି ହିଁ ଧରିକି ବସିଥିବ, ଜପାମାଳି କରୁଥିବ। ତେଣୁ ଦର୍ଶକ ବନ୍ଧୁ, ଆଜିର ଉପସ୍ଥାପନା ପ୍ରଥମାଷ୍ଟମୀରୁ ଟିକେ ସାଧାରଣ ଜୀବନଯାପନ ଉପରେ ପଶିଗଲେ। ଆପଣଙ୍କୁ କେମିତି ଲାଗିଲା? ଆପଣଙ୍କ ବିଚାର ଆମ ପାଇଁ ମୂଲ୍ୟବାନ, ତେଣୁ ଆପଣ ଏ ବିଷୟରେ କମେଣ୍ଟ କରନ୍ତୁ ଏବଂ ଆଗକୁ ସମଧର୍ମୀ ଉପସ୍ଥାପନା ଗୁଡ଼ାକ ନିଶ୍ଚୟ ଉପସ୍ଥାପନା କରିବା। କାହିଁକି ନା ନିଶ୍ଚୟ କେହି ନା କେହି ବ୍ୟକ୍ତି, କେହି ନା କେହି ଜୀବନ ମଧ୍ୟରେ, ଏ ସାମାଜିକ ଜୀବନ ମଧ୍ୟରେ ଏ ଦୁଃଖ କଷ୍ଟକୁ ଦୂର କରିବା ପାଇଁ ଏସବୁ ଜ୍ଞାନର ବହୁତ ଆବଶ୍ୟକତା ରହିଛି। ଆମର ପ୍ରତ୍ୟେକ ଉପସ୍ଥାପନା କିଛି ନା କିଛି ଜ୍ଞାନକୁ ନେଇକି ରହିଛି। ଆପଣମାନେ ଦେଖନ୍ତୁ ପ୍ରତ୍ୟେକ ଉପସ୍ଥାପନାକୁ, ନିଶ୍ଚୟ ଆପଣ କମେଣ୍ଟ ବ୍ଲେସିଂ ମାଧ୍ୟମରେ ଆପଣ ଜଣେଇବେ, ନାଇଁ ଆଜ୍ଞା ଠିକ ଲାଗିଲା, ହଁ ମୁଁ କିଛି ଜାଣିଲି, ତାହେଲେ ଆମର ଏ ପରିଶ୍ରମ ସାର୍ଥକ ହବ, ଏ ସମୟ ସାର୍ଥକ ହବ। ଜୟ ଜଗନ୍ନାଥ, ଜୟ କଳିକେରାମ।